ଦୁଇ ମନ୍ଦିରରୁ ଲୁଟି ନେଲେ ଦୁର୍ବୃତ୍ତ। ଅସହ୍ୟ ଜାଡ଼ୁଆ ଶୀତରେ ବିଳମ୍ବିତ ରାତିରେ ଲୁଟିଲେ ଦୁର୍ବୃତ୍ତ। ଦୁଇ ମନ୍ଦିରରେ ବୁଲାଇଲେ କଳାକନା। ଉଦଳା ଥାନା NSC 9 ନମ୍ବର ୱାର୍ଡରେ ଥିବା ପୁରାତନ ମଣିନାଗେଶ୍ୱର ମନ୍ଦିର ଓ ଗାୟତ୍ରୀ ମନ୍ଦିରରୁ ଦୁର୍ବୃତ୍ତ କରିଛନ୍ତି ଲୁଟ୍। ମଣିନାଗେଶ୍ୱର ମନ୍ଦିରରେ ପଶି ଠାକୁରଙ୍କ ପିତ୍ତଳ ହାଣ୍ଡି ନେବା ସହିତ ହୁଣ୍ଡି ବାକ୍ସ ତାଲା ଭାଙ୍ଗି ସେଥିରେ ଥିବା ଦାନ ଅର୍ଥ ଲୁଟି ନେଇଛନ୍ତି। ହୁଣ୍ଡି ବାକ୍ସ 7 ବର୍ଷରୁ ଅଧିକ ହେବ ଖୋଲାଯାଇନଥିବା ବେଳେ କେତେ ଟଙ୍କା ଲୁଟ୍ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଏଥିସହିତ ନିକଟରେ ଥିବା ଗାୟତ୍ରୀ ମନ୍ଦିର ମୁଖ୍ୟ ଗେଟ୍ ତାଲା ଭାଙ୍ଗି ମାଙ୍କର ରୂପା ମୁକୁଟ ଏବଂ ଅନ୍ୟ ରୂପା ଓ ପିତ୍ତଳ ବାସନ ଲୁଟି ନେଇଛନ୍ତି। ତେବେ ଗାୟତ୍ରୀ ମନ୍ଦିରରେ ଲୁଟେରାଙ୍କ ପାଦଚିହ୍ନ ପଡ଼ିଥିବା ବେଳେ ଛୋଟ ପିଲାଙ୍କ ପାଦଚିହ୍ନ ମଧ୍ୟ ରହିଛି। ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ମୟୂରଭଞ୍ଜରୁ ସଞ୍ଜୀବ କୁମାର ରଞ୍ଜିତଙ୍କ ରିପୋର୍ଟ, ସ୍ପଟଲାଇଟ୍ ଇଣ୍ଡିଆ।